हेलो एवरीवन, वेलकम टू डेली लर्निंग। आज आम भिडियो मॉडर्न हिस्ट्री रो केतरा एमसीक्यू डिस्कशन करबा। एटा होचे क्लास नंबर 1 जे पीओ सीरीज रो हिस्ट्री रो एटा होचे क्लास नंबर 1। या परे निहाती या ऊपर और अधिक रो अधिक क्लास आसीबो। ता सहित जदि अलग किछि एग्जाम पय प्रिपेयर होचंती निहाती हिस्ट्री पॉलिटी इकोनॉमी कंप्यूटर ए सब रो क्लास मध्ये ऑलरेडी हे सारिछि जोटा कि प्लेलिस्ट रो अपलोड करि सारिछि। तो देखिनाती निहाती प्लेलिस्ट को चेक करिके ଦେଖିନେବେ। ତ ଆଜିର ଫାର୍ଷ୍ଟ କ୍ୱେଶ୍ଚନ କହିଛି ହୁ ୱାଜ ଦ ଫାର୍ଷ୍ଟ ୟୁରୋପିଆନ୍ ଟୁ ରିଚ୍ ଇଣ୍ଡିଆ ବାଇ ସି। ତାହେଲେ ପ୍ରଥମ ୟୁରୋପିଆନ୍ ଯିଏକି ଇଣ୍ଡିଆକୁ ଆସିଥିଲେ କୋଉ ଦ୍ୱାରା ନା ସି ରୁଟ୍ ବା ସମୁଦ୍ର ଦ୍ୱାରା ଯିଏ ଆସିଥିଲେ କିଏ ହଉଛନ୍ତି ସେ। ଅପସନ ଏ ରେ ଅଛି କଣ ନା ଖ୍ରୀଷ୍ଟୋଫର କଲମ୍ବସ, ବି ରେ ଅଛି ଭାସ୍କୋଡା ଗାମା, ସି ରେ ଅଛି ଫର୍ଦିନାଣ୍ଡ ମାଗେଲାନ, ଆଉ ଡି ରେ ଅଛି କଣ ମୋରୋକୋ ଅପୁଲୋ। ତ ଆମେ ଜାଣିଛନ୍ତି କିଏ ନା ପ୍ରଥମେ ଭାରତକୁ ଜଳପଥ କିଏ ଆବିଷ୍କାର କରିଥିଲେ ନା ଭାସ୍କୋଡା ଗାମା କରିଥିଲେ। କେବେ କରିଥିଲେ ନା 1498 ମସିହାରେ କରିଥିଲେ। ଆଉ ସିଏ ହିଁ ହଉଛନ୍ତି ପ୍ରଥମ ୟୁରୋପିଆନ୍ ଯିଏକି ଭାରତକୁ ଆସିଥିଲେ। ଆଉ କଲମ୍ବସ ସେ କଣ କରିଥିଲେ ନା ଆମେରିକାକୁ ଆବିଷ୍କାର କରିଥିଲେ। ତାପରେ କହିଛି କଣ କହିଛି ନା ଦ ଫାର୍ଷ୍ଟ ୟୁରୋପିଆନ୍ ଟୁ ଆରାଇଭ୍ ଇନ୍ ଇଣ୍ଡିଆ ବାଇ ସି ୱେଆର ଦ ପର୍ତ୍ତୁଗିଜ। ମାନେ ପ୍ରଥମ ୟୁରୋପିଆନ୍ ଯିଏ ଆସିଥିଲେ ସେ ହଉଛି କଣ ନା ପର୍ତ୍ତୁଗିଜ ଆସିଥିଲେ। କେବେ ଆସିଥିଲେ କିଏ ଆସିଥିଲେ ନା ଭାସ୍କୋଡା ଗାମା ଆସିଥିଲେ। କେବେ ଆସିଥିଲେ ନା 1498 ମସିହାରେ। କୋଉଠି ଆସିକି ପହଞ୍ଚିଥିଲେ ନା କାଲିକଟ ଠାରେ ଆସିକି ପହଞ୍ଚିଥିଲେ। ନେକ୍ସଟ କ୍ୱେଶ୍ଚନ କହିଛି ହୁଇଚ୍ ୱାଜ ଦ ଫାର୍ଷ୍ଟ ୟୁରୋପିଆନ୍ ପାୱାର ଟୁ ଏଷ୍ଟାବ୍ଲିଶ ଟ୍ରେଡ୍ ଇନ୍ ଇଣ୍ଡିଆ। ତାହେଲେ ପ୍ରଥମ ୟୁରୋପିଆନ୍ ଯିଏକି କଣ କରିଛନ୍ତି ନା ଆମ ଇଣ୍ଡିଆରେ ତାଙ୍କର ଟ୍ରେଡକୁ ଏଷ୍ଟାବ୍ଲିଶ କରିଛନ୍ତି। ତ ଆମେ ପଢିଲେ କଣ ପ୍ରଥମେ କିଏ ଆସିଥିଲେ ନା ପର୍ତ୍ତୁଗିଜ ମାନେ ଆସିଥିଲେ ଇଣ୍ଡିଆକୁ। କିଏ ଆସିଥିଲେ ନା ଭାସ୍କୋଡା ଗାମା ଆସିଥିଲେ। କେବେ ଆସିଥିଲେ ନା 1498 ମସିହାରେ ଆସିଥିଲେ। ତ ଏଇଟା ଆମେ ବୁଝି ହଉଛନ୍ତି କି ଯେତେବେଳେ ସେ ପ୍ରଥମେ ହିଁ ଆସନ୍ତି ତାହେଲେ ପ୍ରଥମେ ଟ୍ରେଡ୍ ଟା କିଏ କରିଥିବେ ନା ଯେ ପର୍ତ୍ତୁଗିଜ ମାନେ ପ୍ରଥମେ ଟ୍ରେଡ୍ କରିଥିବେ। ତ ଏହାର ଠିକ ଉତ୍ତର ହଉଛି ପର୍ତ୍ତୁଗିଜ। ନେକ୍ସଟ କ୍ୱେଶ୍ଚନ କହିଛି ହୁଇଚ୍ ୱାଜ ଦ ସେକେଣ୍ଡ ୟୁରୋପିଆନ୍ ପାୱାର କେମ୍ ଟୁ ଇଣ୍ଡିଆ। ତାହେଲେ ପ୍ରଥମେ ଆସିଲେ କିଏ ପର୍ତ୍ତୁଗିଜ ଆସିଗଲେ ପ୍ରଥମରେ। ତ ସେକେଣ୍ଡରେ କିଏ ଆସିଲେ ବୋଲି ପଚାରୁଛି। ଅପସନ ଅଛି ଇଂଲିଶ, ତାପରେ ଫ୍ରାନ୍ସ, ତାପରେ ଡଚ୍, ତାପରେ ଡାନିଶ। ତାହେଲେ କିଏ ଆସିଥିଲେ ଯେ ଆମେ ଦେଖିବା କିଏ ନା ଡଚ୍ ମାନେ କୋଉମାନେ ଡଚ୍ ମାନେ ସେକେଣ୍ଡରେ। ଯଦି ଦେଖିବା ଯୋଉ ପର୍ତ୍ତୁଗିଜ ପରେ କୋଉମାନେ ଆସିଛନ୍ତି ନା ଏଇ ଡଚ୍ ମାନେ ହିଁ ଆସିଛନ୍ତି କୋଉଠିକି ଇଣ୍ଡିଆକୁ। କେବେ ଆସିଥିଲେ ନା ଡଚ୍ ମାନେ 1605 ମସିହାରେ। କେବେ ନା 1605 ମସିହାରେ ଡଚ୍ ମାନେ ପ୍ରଥମ ଥର ପାଇଁ କଣ ଆସିଥିଲେ ନା ଆମ ଇଣ୍ଡିଆକୁ ଆସିଥିଲେ। କାହା ପରେ ପରେ ପର୍ତ୍ତୁଗିଜ ମାନଙ୍କ ପରେ ପରେ। ନେକ୍ସଟ କ୍ୱେଶ୍ଚନ କଣ କହିଛି ଭାସ୍କୋଡା ଗାମା ଲ୍ୟାଣ୍ଡେଡ ଏଟ୍। ତାହେଲେ ଭାସ୍କୋଡା ଗାମା କୋଉଠି ଆସିକି ପ୍ରଥମେ ପହଞ୍ଚିଥିଲେ ତ ଆମେ ପ୍ରଥମେ ଡିସ୍କସନ କରିଥିଲେ କୋଉଠି। ଅପସନ ଅଛି ସୁରତ, କାଲକଟ, ଗୋଆ ନା ମାଡ୍ରାସ। କୋଉଠି ନା ଏଇ କାଲିକଟ ଠାରେ ଭାସ୍କୋଡା ଗାମା ପ୍ରଥମ ଥର ଆସିକି ପହଞ୍ଚିଥିଲେ। କେବେ ଆସିଥିଲେ 1498 ମସିହାରେ। ନେକ୍ସଟ କ୍ୱେଶ୍ଚନ କହିଛି ଦ ଇଂଲିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ୱାଜ ଏଷ୍ଟାବ୍ଲିଶଡ ଇନ୍। ପ୍ରଥମ ଯୋଉ ଇଂଲିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ପ୍ରଥମେ କୋଉଠି ଏଷ୍ଟାବ୍ଲିଶ ହେଇଥିଲା ଆଉ କେବେ ହେଇଥିଲା ବୋଲି ଏଠି ପଚାରୁଛି। କେବେ ହେଇଥିଲା 1498 କିଏ ଆସିଥିଲେ ନା ପର୍ତ୍ତୁଗିଜ ମାନେ ଆସିଥିଲେ। ବି ରେ କହିଛି 1600 ମସିହାରେ, ତାପରେ 1608 ରେ ନା 1664 ମସିହାରେ। କେବେ ନା 1608 ମସିହାରେ ବ୍ରିଟିଶ ମାନେ ଆମ ଇଣ୍ଡିଆକୁ ଆସିଥିଲେ। କିଏ ଆସିଥିଲେ ନା ବ୍ରିଟିଶ ମାନେ 1608 ମସିହାରେ ଆମ ଇଣ୍ଡିଆକୁ ଆସିଥିଲେ ବା ଆରାଇଭାଲ ହେଇଥିଲା। କିନ୍ତୁ 1600 ମସିହାରେ ହିଁ କଣ ହେଇଥିଲା ନା ବ୍ରିଟିଶ ମାନେ ନିଜର କମ୍ପାନୀକୁ ଏଷ୍ଟାବ୍ଲିଶ କରିଥିଲେ। କେବେ କରିଥିଲେ 1600 ମସିହାରେ। ଆଉ ସେ କେବେ ଆସିଥିଲେ ନା 1608 ମସିହାରେ ଇଣ୍ଡିଆକୁ ଆସିଥିଲେ। ତ ନେକ୍ସଟ କ୍ୱେଶ୍ଚନ କଣ କହିଛି ହୁ କେମ୍ ଟୁ ଦ କୋର୍ଟ ଅଫ ମୋଗଲ ଏମ୍ପୋରିୟର ଜାହାଙ୍ଗୀର ଇନ୍ 1608। ତାହେଲେ 1608 ରେ କଣ ହେଇଥିଲେ ନା ବ୍ରିଟିଶ ମାନେ ପ୍ରଥମ ଥର ପାଇଁ ଇଣ୍ଡିଆକୁ ଆସିଥିଲେ। ତ ସେ କହିଛି କଣ ନା କିଏ ଆସିଥିଲେ କାହାକୁ ନା ମୁଗଲ ଏମ୍ପୋରିୟର ଯୋଉ ଜାହାଙ୍ଗୀରଙ୍କ କୋର୍ଟକୁ କିଏ ଆସିଥିଲେ ବୋଲି ପଚାରୁଛି। ଅପସନ ଏ ହେଉଛି ଥମାସ ରୟ, ବି ରେ ହେଉଛି ୱିଲିୟମ ହକିନ୍ସ, ସି ରେ ହେଲା ଭାସ୍କୋଡା ଗାମା, ଡି ରେ ହେଉଛି ଡୁପ୍ଲେକ୍ସ। କିଏ ଆସିଥିଲେ ନା ୱିଲିୟମ ହକିନ୍ସ। ୱିଲିୟମ ହକିନ୍ସ ହେଇଥିଲେ ପ୍ରଥମ ଥର ଆସିକି କୋଉଠି ପହଞ୍ଚିଥିଲେ ନା ଜାହାଙ୍ଗୀରଙ୍କ କୋର୍ଟକୁ ଆସିଥିଲେ। କିଏ କିଏ ନା ୱିଲିୟମ ହକିନ୍ସ। କେବେ ଆସିଥିଲେ 1608 ମସିହାରେ। ଏଠି କଣ କହିଛି ନା ଫ୍ରାନ୍ସ ଇଷ୍ଟ ଇଣ୍ଡିଆ କମ୍ପାନୀ ୱାଜ ଏଷ୍ଟାବ୍ଲିଶଡ ଇନ୍। ଏ ଫ୍ରାନ୍ସ ଇଷ୍ଟ ଇଣ୍ଡିଆ କମ୍ପାନୀ କେବେ ଏଷ୍ଟାବ୍ଲିଶ ହେଇଥିଲା ବୋଲି ପଚାରୁଛି। ଆମେ ଜାଣିଛନ୍ତି 1600 ମସିହାରେ କଣ ହେଇଥିଲା ନା ଇଂଲିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଏଷ୍ଟାବ୍ଲିଶ ହେଇଥିଲା। ସେକେଣ୍ଡରେ କିଏ ଆସିଥିଲେ ନା ୟୁରୋପିଆନ ହେଲେ କିଏ ସେକେଣ୍ଡରେ ଆସିଥିଲେ ଡଚ୍ ମାନେ ଯିଏକି 1602 ମସିହାରେ ତାଙ୍କ କମ୍ପାନୀକୁ ପ୍ରତିଷ୍ଠା କରିଥିଲେ। ଆଉ ହଉଛି ଫ୍ରାନ୍ସ ଇଷ୍ଟ ଇଣ୍ଡିଆ କମ୍ପାନୀ କେବେ ହେଇଥିଲା ନା 1664 ମସିହାରେ। କେବେ ଏଷ୍ଟାବ୍ଲିଶ ହେଇଥିଲା ଫ୍ରାନ୍ସର ନା 1664 ମସିହାରେ। କ୍ୱେଶ୍ଚନ କଣ କହିଛି ଦ ଡଚ୍ ଇଷ୍ଟ ଇଣ୍ଡିଆ କମ୍ପାନୀ ୱାଜ ଫାଉଣ୍ଡେଡ ଇନ୍। ଏ ଡଚ୍ ଇଷ୍ଟ ଇଣ୍ଡିଆ କମ୍ପାନୀଟା କେବେ ଫାଉଣ୍ଡ ହେଇଥିଲା ବୋଲି ପଚାରୁଛି। ଅପସନ ଅଛି 1600, 1602, 1608 ନା 1664।
64 ହେଲେ ଆମେ ଏବେ ଡିସ୍କସନ୍ କଲେ 1664 କଣ ହେଇଥିଲା ନା ଫ୍ରାନ୍ସ ଇଷ୍ଟ ଇଣ୍ଡିଆ କମ୍ପାନୀ ଏଷ୍ଟାବ୍ଲିଶ ହେଇଥିଲା। 1600 ମସିହାରେ ହେଇଥିଲା କଣ ଇଂଲିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଏଷ୍ଟାବ୍ଲିଶ ହେଇଥିଲା। ଆଉ ଡଚ୍ ମାନଙ୍କ ଯୋଉ ଇଷ୍ଟ ଇଣ୍ଡିଆ କମ୍ପାନୀଟା ସେ କେବେ କରିଥିଲେ ନା 1602 ମସିହାରେ। ଆଉ ସେ କେବେ ଇଣ୍ଡିଆକୁ ଆସିଥିଲେ ନା ସେ ସେକେଣ୍ଡ ୟୁରୋପିଆନ ହଉଛନ୍ତି ଡଚ୍ ମାନେ ଯିଏକି ଇଣ୍ଡିଆକୁ ଆସିଥିଲେ। କେବେ ଆସିଥିଲେ ନା 1605 ମସିହାରେ ଆସିଥିଲେ। ଆଉ ତାଙ୍କ କମ୍ପାନୀଟା ସେ କେବେ ପ୍ରତିଷ୍ଠା କରିଥିଲେ 1602 ମସିହାରେ। ନେକ୍ସଟ କ୍ୱେଶ୍ଚନ କଣ କହିଛି, which European power established its headquarter in Goa? ତାହେଲେ କୋଉମାନେ ନିଜର ହେଡକ୍ୱାର୍ଟର ଗୋଆରେ ଏଷ୍ଟାବ୍ଲିଶ କରିଥିଲେ ବୋଲି ପଚାରୁଛି। ପ୍ରଥମେ ଅପସନ ଅଛି ଡଚ୍, ତାପରେ ଅଛି ଇଂଲିଶ, ତାପରେ ଅଛି ପର୍ତ୍ତୁଗିଜ ନା ଫ୍ରାନ୍ସ। କିଏ ପର୍ତ୍ତୁଗିଜ ମାନେ ହଉଛନ୍ତି ତାଙ୍କର ଏଷ୍ଟାବ୍ଲିଶ କରିଥିଲେ ତାଙ୍କ ହେଡକ୍ୱାର୍ଟରକୁ କୋଉଠି ନା ଗୋଆଠାରେ। କୋଉମାନଙ୍କର ଏଇ ପର୍ତ୍ତୁଗିଜ ମାନଙ୍କର। ନେକ୍ସଟ କ୍ୱେଶ୍ଚନ କହିଛି ସାର୍ ଥମାସ ରୟ ଭିଜିଟେଡ ଦ କୋର୍ଟ ଅଫ ସାର୍ ଥମାସ ରୟ କାହାଙ୍କ କୋର୍ଟକୁ ଭିଜିଟ କରିଥିଲେ ବୋଲି ପଚାରୁଛି। ତାହେଲେ ଜାହାଙ୍ଗୀରଙ୍କ କୋର୍ଟକୁ କିଏ ଭିଜିଟ କରିଥିଲେ ନା ଯୋଉ ୱିଲିୟମ ହକିନ୍ସ କରିଥିଲେ। ସାର୍ ଥମାସ ରୟ ବି କାହାକୁ ନା ଜାହାଙ୍ଗୀରଙ୍କ କୋର୍ଟକୁ ମଧ୍ୟ ସେ ଭିଜିଟ କରିଥିଲେ। ତ ଆଜି ଏଇ ଭିଡ଼ିଓରେ ଏତିକି। ଭିଡ଼ିଓ କେମିତି ଲାଗିଛି ନିହାତି କମେଣ୍ଟ ମାଧ୍ୟମରେ ଜଣେଇବେ। ଭିଡ଼ିଓ ଯଦି ଭଲ ଲାଗିଛି ନିହାତି ତାକୁ ଲାଇକ୍ କରିବେ, ସାଙ୍ଗମାନଙ୍କ ସହିତ ସେୟାର କରିବେ ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବେ। ଥ୍ୟାଙ୍କ ୟୁ। ଲାଇକ୍ ଆଣ୍ଡ ସବସ୍କ୍ରାଇବ।